ସରି ସାଙ୍ଗମାନେ, ମୁଁ ଆସିକି ପହଞ୍ଚିଯିବି ମୋ ମାର୍କେଟରେ। ମାର୍କେଟ ବିଲ୍ଡିଂରେ ଏମିତି ବୁଲାବୁଲି କରୁଛୁ, ଭାବୁଛି କ'ଣ ଟିକେ ସପିଂ ଫପିଂ କରିବୁ ବୋଲି, ହେଲେ ଗୋଡ଼ ହାତ ତ ଦର୍ଜ ହେଇଗଲାଣି, ଚାଲି ଚାଲିକି ମୋର ବିନ୍ଧା ହେଉଛି। ଏମିତିରେ ବି ଆମେ ପୁରୀ ବୁଲିକି ଥକା ହେଇଯାଇଛୁ, ପୁଣି ଆସିକି ଟିକେ ରେଷ୍ଟ ନେଇକି ପୁଣି ଟିକେ ବୁଲାବୁଲି କରୁଛୁ। ଏଇଠି ଗୋଟେ ବହୁତ ସୁନ୍ଦର ଲେହେଙ୍ଗାଟା ଦେଖିଥିଲି, ମୁଁ ଆଙ୍କୁ କହିଲି ମୋତେ ସେ ଲେହେଙ୍ଗାଟା କିଣିଦିଅ ନା। ମୋତେ କହିଲେ ତୁ ଯେଉଁ ପୁତୁନି ଲେହେଙ୍ଗା ପିନ୍ଧିଲେ ଯାହା ପୁତୁନି ଭଳିଆ ଦେଖାଯିବୁ। ବୁଲାବୁଲି ସରିଲା ପରେ ଆସିକି ପହଞ୍ଚିଗଲୁ ଓୟୋରେ। ମୁଁ ହସି ହସିକି ଗଡ଼ିଗଲିଣି। ବାହାଘର ପୂର୍ବରୁ ମୁଁ କେବେ ଓୟୋ ବୋଲି କ'ଣ ଗୋଟେ ଅଛି ବୋଲି ମୁଁ କେବେ ଜାଣିନଥିଲି, ହେଲେ ମ୍ୟାରେଜ୍ ପରେ ଏବେ ଆସିକି ରହିଲି ଓୟୋରେ। ମ୍ୟାରେଜ୍ ପୂର୍ବରୁ ଗୋଟେ ବୟଫ୍ରେଣ୍ଡ ଯଦି କରିଥାନ୍ତି, କାଳେ ଯଦି ଓୟୋ ଫିଓ ଟିକେ ଆସିପାରିଥାନ୍ତି। ଏବେ ମୁଁ ବୁଢ଼ୀ ବୟସରେ ଆଇଲି ଓୟୋ ଧରିକି, ଛୁଆ ପିଲା ସାଙ୍ଗରେ ଧରିକି। ନାଚ ନାଚ। ମୋ ଝିଅ ପାଇଁ ଗୋଟେ ୱାନ୍ ପିସ୍ ଡ୍ରେସ୍ଟା ଆଣିଲୁ ଯେ, ହେଲେ କ'ଣ କରିବା, ମୋ ଝିଅକୁ ତ ଛୋଟ ହେଇଗଲା ଡ୍ରେସ୍ଟା। ଆଉ ଭାରି ମନ ଦୁଃଖ। ମୋ ଝିଅ କିନ୍ତୁ ଡ୍ରେସ୍ଟା ପିନ୍ଧିଲେ ବହୁତ ଭଲ ଦେଖାଯାଉଛି, ଆଉ ବହୁତ ଖୁସି ସେ ଏ ଡ୍ରେସ୍ଟା ପିନ୍ଧିକି। ଆଉ ଏ ଓୟୋର ବେଡ଼୍, ଓହୋ କି ମସ୍ତ ଲାଗୁଛି ବେଡ଼୍ରେ ଶୋଇଲା ବେଳକୁ। ତ ସିଏ ଡେଉଁଛି ଭାରି ବଢ଼ିଆ ଲାଗୁଛି ତାକୁ। ହେଲେ କ'ଣ କରିବା, ଡ୍ରେସ୍ଟା ରିଟର୍ଣ୍ଣ କରିବାକୁ ପଡ଼ିବ। ଆଉ ଡ୍ରେସ୍ଟା ତାକୁ ପୁରା ଟାଇଟ୍ ହେଉଛି ଟିକେ, ଆଉ ଯେଉଁ ପଛ ବ୍ୟାକ୍ ସାଇଡ଼୍ ଯେଉଁ କଟାଟା ସେଇଟା ଟିକେ ବହୁତ ଉଞ୍ଚାରେ ଅଛି କଟାଟା, ସେଥିପାଇଁ ରିଟର୍ଣ୍ଣ କରିବାକୁ ପଡ଼ିବ। ଆଉ କିନ୍ତୁ ମୋ ଝିଅକୁ ବହୁତ ଭଲ ଲାଗୁଥିଲା, ଡ୍ରେସ୍ଟା ବହୁତ ପସନ୍ଦ ହେଉଥିଲା। ତାପରେ ଷ୍ଟାଚୁ ହେଇକି ଛିଡ଼ା, ଷ୍ଟାଚୁ ହେଇକି ଛିଡ଼ା, ଷ୍ଟାଚୁ ହେଇକି ଛିଡ଼ା, ଟାଟୁ ହେଇକି ଛିଡ଼ା।